କରିବା ଶବାସନ। ଦୁଇଟି ଗୋଡ଼ ଖୋଲା ରଖନ୍ତୁ, ଶରୀରକୁ ଢିଲା ରଖନ୍ତୁ। ଦୁଇଟି ହାତ ଶରୀର ଠାରୁ ଅଳ୍ପ ଦୂରରେ। ଶ୍ୱାସ ଭିତରକୁ ଯାଉଛି ଦେଖନ୍ତୁ, ଶ୍ୱାସ ବାହାରକୁ ଆସୁଛି ଜାଣନ୍ତୁ। ପ୍ରତ୍ୟେକ ଶ୍ୱାସକୁ ଅନୁଭବ କରନ୍ତୁ। ଶବଯୁକ୍ତ ଆସନ ଶବାସନ। ତାହେଲେ ଦେଖନ୍ତୁ, ପାଦ ଆଙ୍ଗୁଠି ତଳିପା ସମ୍ପୂର୍ଣ୍ଣ ଢିଲା, ବଳାଗଣ୍ଠି ଢିଲା, ଦୁଇଟା ଜଙ୍ଘ ସମ୍ପୂର୍ଣ୍ଣ ଢିଲା। ରିଲାକ୍ସ ରିଲାକ୍ସ ରିଲାକ୍ସ। ବର୍ତ୍ତମାନ ମୂଳାଧାର ଚକ୍ରରେ ଧ୍ୟାନ। ଉପସ୍ଥ ବାୟୁ ସମ୍ପୂର୍ଣ୍ଣ ଢିଲା। ରିଲାକ୍ସ ରିଲାକ୍ସ ରିଲାକ୍ସ। ବର୍ତ୍ତମାନ ଧ୍ୟାନ ସ୍ୱାଧିଷ୍ଠାନ ଚକ୍ରରେ। ଗର୍ଭାଶୟ ଅଗ୍ନାଶୟ ଅନ୍ତ୍ରାଶୟ ସମ୍ପୂର୍ଣ୍ଣ ଢିଲା। ରିଲାକ୍ସ ରିଲାକ୍ସ ରିଲାକ୍ସ। ବର୍ତ୍ତମାନ ଧ୍ୟାନ ମଣିପୁର ଚକ୍ରରେ। ପେଟ ଅଣ୍ଟା ସମ୍ପୂର୍ଣ୍ଣ ଢିଲା। ଯେଉଁ ଯେଉଁ ସ୍ଥାନ କୁହାଯାଉଛି ସେହି ସ୍ଥାନ ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ। ବର୍ତ୍ତମାନ ଧ୍ୟାନ ଅନାହତ ଚକ୍ରରେ। ଅନାହତ ଧ୍ୱନି ଟିକ୍ ଟିକ୍ ହେବା ସତ୍ତ୍ୱେ ହାତ ସମ୍ପୂର୍ଣ୍ଣ ଢିଲା। ରିଲାକ୍ସ ରିଲାକ୍ସ ରିଲାକ୍ସ। ବର୍ତ୍ତମାନ ଧ୍ୟାନ ହୃଦୟ ଚକ୍ରରେ। ପିଠି ସମ୍ପୂର୍ଣ୍ଣ ଢିଲା। ପିଠି ବଥା ଦୂର ହୋଇଯାଇଛି। ପିଠି ଆରାମ ପାଉଛି, ଅନୁଭବ କରନ୍ତୁ। ବର୍ତ୍ତମାନ ଧ୍ୟାନ ବିଶୁଦ୍ଧି ଚକ୍ରରେ। କଣ୍ଠକ ଉପରେ ବିଶୁଦ୍ଧି ଚକ୍ର। ଗଳା, କାନ୍ଧ, ହାତ, ପାପୁଲି, ଆଙ୍ଗୁଠି ସମ୍ପୂର୍ଣ୍ଣ ଢିଲା। ରିଲାକ୍ସ ରିଲାକ୍ସ ରିଲାକ୍ସ। ବର୍ତ୍ତମାନ ଧ୍ୟାନ ଆଜ୍ଞା ଚକ୍ରରେ। ଦୁଇ ଭ୍ରୁଲତା ମଧ୍ୟଭାଗରେ ଆଜ୍ଞା ଚକ୍ର। ଚକ୍ଷୁ, ନାସିକା, ମୁଖମଣ୍ଡଳ, ମୁଖଗହ୍ୱର, କର୍ଣ୍ଣ ସମ୍ପୂର୍ଣ୍ଣ ଢିଲା। ରିଲାକ୍ସ ରିଲାକ୍ସ ରିଲାକ୍ସ। ବର୍ତ୍ତମାନ ଧ୍ୟାନ ସହସ୍ରାର ଚକ୍ରରେ। ସହସ୍ରାର ଚକ୍ର ଯେଉଁଠାରେ ବ୍ରାହ୍ମଣମାନେ ଚୁଟି ରଖିଥାନ୍ତି, ସେଠାରେ ସମସ୍ତଙ୍କ ସହସ୍ରାର ଚକ୍ର ରହିଛି। ସମ୍ପୂର୍ଣ୍ଣ ମସ୍ତିଷ୍କ ଢିଲା। ମୁଣ୍ଡ ବଥା, ଅଧକପାଳି, ଅନିଦ୍ରା ଦୂର ହୋଇଯାଇଛି। ଦୁଶ୍ଚିନ୍ତା ଚାଲିଯାଇଛି, ଅନୁଭବ କରନ୍ତୁ। ବର୍ତ୍ତମାନ ବେଷ୍ଟରେ ଭାରି ସମିଷ୍ଟରେ ନାମ ରୂପ ସ୍ୱରକୁ ଦେଖନ୍ତୁ। ଟିକେ ଉର୍ଦ୍ଧ୍ୱକୁ ଉଠେ। ନାମ ରୂପ ସ୍ୱର ସବଶେଷ ପଡ଼ିଛି, ଜଡ଼ ସଦୃଶ ପଡ଼ିଛି। ଏ ସ୍ୱର ପ୍ରକୃତରେ ଜଡ଼। ପାଞ୍ଚଟି ତତ୍ପର ସମୂହରେ ସ୍ୱର ସୃଷ୍ଟି। ସମୟକ୍ରମେ ତାହା ପାଞ୍ଚଟି ତତ୍ପରେ ବିଲୀନ ହୋଇଥାଏ। ତାହେଲେ ମୁଁ କିଏ? ମୁଁ ଏ ସ୍ୱରକୁ ଜାଣିବା ବାଲା, ଦେଖିବା ବାଲା, ଦ୍ରଷ୍ଟା, ସାକ୍ଷୀ ଆତ୍ମା। ମୁଁ ଅଜର, ଅମର, ଅବିନାଶୀ ଆତ୍ମା। ମୁଁ ଶୁଦ୍ଧ, ବୁଦ୍ଧ, ମୁକ୍ତ, ଚୈତନ୍ୟ ଆତ୍ମା। ମୁଁ ପରମ ପିତା ପରମାତ୍ମାଙ୍କ ଅଂଶ ବିଶେଷ। କେଉଁ ପରମ ପିତା ପରମାତ୍ମା? କହିପାରନ୍ତି ଗଡ୍, କହିପାରନ୍ତି ଆଲ୍ଲାହ, କହିପାରନ୍ତି ଭଗବାନ। ସେ କେବଳ ଏକ, ସମସ୍ତଙ୍କ ପାଖରେ ସବୁ ସମୟରେ ବିଦ୍ୟମାନ। ହଁ, ମୁଁ ତ ସେଇ ଭଗବାନଙ୍କୁ ଖୋଜୁଛି। ମୋର ବହୁତ ଗୁଡ଼ିଏ ପ୍ରଶ୍ନ ଅଛି, ତାର ଉତ୍ତର ସିଏ ଦେବେ। ହଁ, ଭଗବାନ ସବୁବେଳେ ଆମ ପାଖରେ ବିଦ୍ୟମାନ। କ୍ଷଣିକ ପାଇଁ ବି ଆମ ପାଖରୁ ଦୂରେଇ ଦେଇନଥାନ୍ତି। ସୁବର୍ଣ୍ଣର ଅଂଶ ସୁବର୍ଣ୍ଣ ହିଁ ହେଇଥାଏ। ଠିକ୍ ସେହିପରି ଭଗବାନ ସମସ୍ତଙ୍କୁ ସ୍ୱାଧୀନ ଦେଇଛନ୍ତି। ଯେଉଁପରି ଭାବରେ ଆମେ କାମ କରିବା, ସେହିପରି ଭାବରେ ଫଳ ପାଇବା। ଯାହା ଆପଣଙ୍କର ଫଳ ଭିତରେ ରସ ଭରିଯାଇଛି, ଫୁଲ ଭିତରେ ମହକ ଭରି ଦେଇଛନ୍ତି। ଆପଣଙ୍କ ସ୍ୱପ୍ନ, ସୁଷୁପ୍ତି, ଜାଗ୍ରତ ତିନିଟି ଏକ ଅବସ୍ଥାରେ ଯିଏ ଶ୍ୱାସର ପ୍ରକ୍ରିୟାକୁ ଚାଲୁ ରଖିଛନ୍ତି, ସେ ହେଉଛନ୍ତି ସେହି ପରମ ପିତା ପରମାତ୍ମା। ତାଙ୍କ ସୁନ୍ଦର ସଂସାର, ତାକୁ ଆହୁରି ସୁନ୍ଦର କରିବା ପାଇଁ ମାନବ ଜୀବନର ସୃଷ୍ଟି। ତେଣୁ ଦୟା, କ୍ଷମା, ଧୈର୍ଯ୍ୟ, ସାହସ, ସହିଷ୍ଣୁତା ଦ୍ୱାରା ସମାଜର କଲ୍ୟାଣ କରିବା, ନିଜେ ଯୋଗ କରିବା, ଅନ୍ୟମାନଙ୍କୁ ଯୋଗ କରିବା ପାଇଁ ପ୍ରବର୍ତ୍ତାଇବା, ଅନ୍ୟକୁ ସାହାଯ୍ୟ ଓ ସହଯୋଗ କରିବା, ତାହେଲେ ଏହି ମାନବ ଜୀବନର ଲକ୍ଷ୍ୟ ପୂରଣ ହୋଇଥାଏ। ଏହି ମାନବ ଜୀବନ ପାଇବା ପାଇଁ ସ୍ୱର୍ଗର ଦେବତାମାନେ ବି ଲଳାୟିତ। ଦେଖନ୍ତୁ, ଶରୀରର ଥକାନ ଦୂର ହୋଇଯାଇଛି, ସମସ୍ତ କଷ୍ଟ ଲାଘବ ହୋଇଯାଇଛି। ଏହି ଶରୀର ଅଯୋଧ୍ୟାପୁରୀ ବୋଲି କୁହାଯାଉଛି। ଏହି ଶରୀରକୁ, ସେହି ଅଯୋଧ୍ୟାପୁରୀକୁ ଜାଗ୍ରତ ରଖିବା, ସଜାଗ ରହିବା, ଯେମିତି ଭିତରର ଶତ୍ରୁ ପ୍ରବେଶ ନ କରିପାରେ, କାମ, କ୍ରୋଧ, ଲୋଭ, ମୋହ। ତାହେଲେ ଫେରିଯିବା ଯେଉଁ ସୁନ୍ଦର ସ୍ୱର ଆମକୁ ପ୍ରାପ୍ତି ହୋଇଛି,
जो शरीर पाइबा स्वर्गर देवता माने भी लालायित। दिव्य ऊर्जा दिव्य शक्ति ने चैतन्य सत्ता सहस्रार चक्र संपूर्ण मस्तिष्क क्रियाशील। वर्तमान चेतन सत्ता विशुद्धि चक्र गला कांध हाथ पापुली अंगुठी संपूर्ण क्रियाशील। वर्तमान चेतन सत्ता हृदय चक्र पिठी संपूर्ण क्रियाशील। वर्तमान चेतन सत्ता हृदय चक्र अनाहत चक्र हाथ संपूर्ण क्रियाशील। वर्तमान चेतन सत्ता मणिपुर चक्र पेट अंटा संपूर्ण क्रियाशील। वर्तमान स्वादिष्टान चक्र गर्भाशय अग्नाशय अंतराशय संपूर्ण क्रियाशील। वर्तमान मूलाधार चक्र उपस्थ पायु दुई जंघ दुई आंठू बड़ागंठी दुई गड़ पाद तलिपा अंगुठी मान संपूर्ण क्रियाशील। वर्तमान देखिए तालू तलिपा शरीर आनंदर लहरी खेलुची। दिव्य ऊर्जा दिव्य शक्ति प्रवाहित होची अनुभव करवा। आओ देखिए जिते भी आप थकी जाउचंती शारीरिक स्तर व मानसिक स्तर एपरी शवासन करने द्वारा आप थकान दूर हो जाए समस्त कष्ट लाघ होता है। ता सहित आप मानसिक अशांति दूर होता है। हाइपर टेंशन दूर होता है। हाई बीपी नॉर्मल को आसता है। मृत्युर भय दूर हो जाए। अमृतर प्राप्ति ही थाए शवासन माध्यम ताहले आस्ते आस्ते दुईटी हाथ को उठेबा। दुईटा हाथ भल भाव घर्षण करवा। गरम गरम हाथर स्पर्श निज चक्षु एवं मुखमंडल दे धीरे धीरे बाम कड़ दे बुली उठी जा। ये हूँ शवासन।